প্রিয় দর্শক বন্ধু, ମୁଁ ନଗେଶ ଗୋସ୍ୱାମୀ ଘୋଷବାଡ଼ି ଶିଶୁ ମନ୍ଦିରର ପୂର୍ବତନ ଗୁରୁଜୀ। ମୁଁ ଆପଣମାନଙ୍କୁ ମୋ ଭିଡ଼ିଓକୁ ଅନେକ ଅନେକ ସ୍ୱାଗତ କରୁଛି। ତ ଗତ କିଛି ଦିନ ହେବ ମୁଁ ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛି, ଯେଉଁଥିରେ କି ପିଲାମାନଙ୍କର ସମସ୍ତ ପିଲା, ଯେମିତିକି ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ମନ୍ଦିର ପିଲା, ବିଶେଷ କରି ଶିଶୁ ମନ୍ଦିର ପିଲା, ଜେନେରାଲ୍ ସ୍କୁଲ ପିଲାମାନଙ୍କର ପାଠ ମଧ୍ୟ ଭିଡ଼ିଓରେ ଛାଡ଼ୁଛି। ତ ପ୍ରାୟ ପାଖାପାଖି 24ଟା ଖଣ୍ଡ ଭିଡ଼ିଓ ଛାଡ଼ିଲେଣି, କିନ୍ତୁ ମୋ ମୋବାଇଲ ଟିକେ ଖରାପ ଯୋଗୁଁ ସାଉଣ୍ଡ ଟିକେ ଭଲ ଆସୁନି। ଆପଣମାନେ ମୋତେ ଖରାପ ଭାବିବେନି। ଆଉ ଭିଡ଼ିଓଟା ଯଦି ପିଲାମାନେ ଯେଉଁମାନେ ସବୁ ସ୍କୁଲରେ ପାଠ ପଢ଼ୁଛନ୍ତି, ସେମାନେ ଟିକେ ଭିଡ଼ିଓଟାକୁ ଟିକେ ଦେଖିଲେ ହୁଏତ ସେମାନେ କିଛି ଉପକୃତ ହେବେ ବୋଲି ମୁଁ ଆଶା ଓ ବିଶ୍ୱାସ ରଖୁଛି। ତ ପିଲାମାନେ ଟିକେ ଦେଖନ୍ତୁ। ଦେଖିବା ଦ୍ୱାରା ବିଶେଷ କରିକି ଶୁଣିବାଟାକୁ ମୁଁ ଟିକେ ଗୁରୁତ୍ୱ ଦେଉଛି। ଯେ ପାଠ ବହୁତ ପିଲା ପଢ଼ୁନାହାନ୍ତି। ଯେ ଆମେ କହିବା ଯେ ଗଣିତ ଆଉ ଇଂରାଜୀକୁ ଭିଡ଼ିଓ କରିକି ଛାଡ଼ିଦେଲେ ପିଲାମାନେ ଦେଖିବେ। ନା ଆଜ୍ଞା, ଏଜୁକେସନ୍ ଚ୍ୟାନେଲରେ ଦେଖିବା ପାଇଁ ଲୋକ ଇଣ୍ଟରେଷ୍ଟ ନୁହନ୍ତି। ଏହାର କାରଣ ହେଉଛି କ'ଣ? ସମସ୍ତଙ୍କର ଏଜୁକେସନ୍ ଆବଶ୍ୟକତା ନାହିଁ। ଖାଲି ଏଠି ପିଲାମାନେ ଯାହା ଟିକେ ଦେଖିବେ ନହେଲେ ନାହିଁ। କିଏ ବା ଲାଇକ୍ କରିବ, ସବସ୍କ୍ରାଇବ୍ କରିବ? କେହି ବି ଇଚ୍ଛା କରିବେନି। ତ ବର୍ତ୍ତମାନ କେହି ଜଣ ମୋତେ କହିଥିଲେ ଯେ ଚାଣକ୍ୟଙ୍କ ଶ୍ଲୋକ ବି କିଛି ତୁମେ କର, ଲୋକ ଦେଖିବେ। ଯେ କି ପ୍ରକୃତରେ କହିବାକୁ ଗଲେ ଭିଡ଼ିଓଟା ସମସ୍ତଙ୍କ ପାଇଁ ଉପଯୋଗୀ ହେବା ଦରକାର। ତ ବର୍ତ୍ତମାନ ମୁଁ ଚାଣକ୍ୟଙ୍କ ଗୋଟେ ଶ୍ଲୋକ ମୁଁ କହୁଛି। ସେ ଶ୍ଲୋକଟି ହେଲା, ବରମ୍ ଏକ ଗୁଣୀ ପୁତ୍ର ନ ଚ ମୂର୍ଖ ଶତାନ୍ୟପି ଏକଶ୍ଚନ୍ଦ୍ର ତମହନ୍ତି ତାରାଗଣ ନ ଚ ଅପି। ବରମ୍ ଏକ ଗୁଣୀ ପୁତ୍ର, ବରମ୍ ମାନେ କିନ୍ତୁ, ବରଂ ଗୋଟିଏ ଗୁଣୀ ପୁତ୍ର, ଗୋଟିଏ ଗୁଣବାନ ପୁତ୍ର, ନ ଚ ମୂର୍ଖ ଶତାନ୍ୟପି ମାନେ 100 ମୂର୍ଖ ପୁଅ ନୁହନ୍ତି। ତା'ମାନେ ବହୁତ ପରିବାରରେ ଅନେକ ସନ୍ତାନ ବି ରହୁଛନ୍ତି। ସନ୍ତାନମାନଙ୍କ ମଧ୍ୟରୁ ସମସ୍ତେ 5 ଆଙ୍ଗୁଳି ତ ସମାନ ନୁହେଁ ଯେ ସମସ୍ତେ ଭଲ ହେବେ ବୋଲିକି। ତା ମଧ୍ୟରୁ ମଧ୍ୟ କିଛି ବଦମାସ ହେଉଛନ୍ତି, କିଛି ଭଲ ହେଉଛନ୍ତି। ସେଇଥିପାଇଁ ଚାଣକ୍ୟ ଶ୍ଲୋକରେ ଯେଉଁଟା ଲେଖିଛନ୍ତି ମୁଁ ସେଇଟା ହିଁ କହୁଛି। ଆଜ୍ଞା, ସଂସାରରେ ସେ କହୁଛନ୍ତି 100 ପୁତ୍ର ଯଦି ତୁମେ ଜନ୍ମ କଲ, କିନ୍ତୁ ସବୁଗୁଡ଼ାକ କୁଳାଙ୍ଗାର, ଅର୍ଥାତ ବଂଶକୁ ଉଜ୍ଜ୍ୱଳ କରିପାରିଲେନି, ବଂଶର ମାନ ସମ୍ମାନକୁ ରକ୍ଷା କରିପାରିଲେନି। ଯଦି ଗୋଟିଏ ପୁତ୍ର ଯଦି ଜନ୍ମ ହୁଏ ଓ ବଂଶର ମର୍ଯ୍ୟାଦା ରଖିବା ସହିତ ସାରା ସଂସାରକୁ ଆଲୋକିତ କରିପାରିବ, ତେବେ ସେହି ପୁତ୍ରକୁ ସମସ୍ତେ ଆଦର ସ୍ନେହ କରିବେ। ସେଥିପାଇଁ କହୁଛି ବରମ୍ ଏକ ଗୁଣୀ ପୁତ୍ର ନ ଚ ମୂର୍ଖ ଶତାନ୍ୟପି। ଗୋଟେ ଉଦାହରଣ ମାଧ୍ୟମରେ ସେ କହୁଛନ୍ତି କ'ଣ? ଏକଶ୍ଚନ୍ଦ୍ର ତମହନ୍ତି। ଏକଶ୍ଚନ୍ଦ୍ର ମାନେ ଗୋଟିଏ ମାତ୍ର ଜହ୍ନକୁ ଆମେ ଯଦି ଆକାଶରେ ଦେଖିବା, ରାତିରେ ଆକାଶରେ ଜହ୍ନ ଆଉ ତାରାମାନଙ୍କ କଥା ସେ କହୁଛନ୍ତି। ଯେ ଆକାଶରେ ଗୋଟିଏ ଜହ୍ନ ପୃଥିବୀକୁ ସେ ଆଲୋକିତ କରିପାରୁଛି, କିନ୍ତୁ କୋଟି କୋଟି ତାରା ଅଛନ୍ତି, ସେ କ'ଣ ପୃଥିବୀକୁ ଆଲୋକିତ କରିପାରୁଛନ୍ତି? ତାଙ୍କର କହିବାର ଅର୍ଥ ହେଉଛି ଏଇଆ। ସେଥିପାଇଁ ଶ୍ଲୋକଟି ସେହି ପ୍ରକାର ଲେଖିଲେ, ବରମ୍ ଏକ ଗୁଣୀ ପୁତ୍ର ନ ଚ ମୂର୍ଖ ଶତାନ୍ୟପି ଏକଶ୍ଚନ୍ଦ୍ର ତମହନ୍ତି ତାରାଗଣ ନ ଚ ଅପି। ତ ଭିଡ଼ିଓଟି ସମାପ୍ତ କରୁଛି। ଧନ୍ୟବାଦ। ଆପଣଙ୍କ ଭଲ ପାଇବା ଟିକେ ଦିଅନ୍ତୁ। ଆପଣଙ୍କ ଭଲ ପାଇବା, ଆପଣ ଗୁରୁଜନଙ୍କ ଆଶୀର୍ବାଦ ମୋର ଏକାନ୍ତ ଆବଶ୍ୟକ। ଆଉ ଏହି ଭିଡ଼ିଓକୁ ଟିକେ ଦୟାକରି ଦେଖନ୍ତୁ, ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ଆପଣଙ୍କ ଭରସାରେ ତ ମୁଁ ଭିଡ଼ିଓ କରୁଛି। ରହୁଛି, ଧନ୍ୟବାଦ।